जय जगन्नाथ साଙ୍ଗमाने आज सकाळର ବ୍ରେକଫାଷ୍ଟରେ ମୁଁ କରିଥିଲି ବାଇଗଣି। ଆଉ ଏଇ ବାଇଗଣି ପାଇଁ ମୁଁ ବେସନ କେମିତି ପ୍ରସ୍ତୁତ କରିଥିଲି ଦେଖନ୍ତୁ। ବେସନରେ କିଛି ଲଙ୍କାଗୁଣ୍ଡ, ଲୁଣ, ତେଲ, ଖାଇବା ସୋଡ଼ା ଆଉ କିଛି ସାମାନ୍ୟ ଚିନି ପକେଇ ମୁଁ ବେସନଟିକୁ ପ୍ରସ୍ତୁତ କରିଛି। ଆଉ ତାପରେ ବାଇଗଣ ପ୍ରସ୍ତୁତ କରିଛି। ବାଇଗଣକୁ ପତଳା ପତଳା ଛୋଟ ଛୋଟ କାଟି ଦେଇଛି। ସେଥିରେ କିଛି ଲୁଣ ଆଉ ହଳଦୀ ଗୁଣ୍ଡ, କଞ୍ଚା ଲଙ୍କା ପକେଇ ତାକୁ କରିଦେଇଛି। କାହିଁକିନା ବାଇଗଣ ଛାଣିଲା ପରେ ସେଇଟା ଟିକେ ସାଧା ସାଧା ଲାଗେ, ତେବେ ଲୁଣ ଆଉ ଲଙ୍କା ପକେଇ ଦେଇଥିଲେ ତାର ଟେଷ୍ଟ ଟିକେ ବଢ଼ିଯାଏ। ଏଇ ଦେଖନ୍ତୁ କଡ଼େଇରେ ମୁଁ କିଛି ଅଳ୍ପ ତେଲ ପକେଇଛି, ଯେହେତୁ ବାଇଗଣ ଗୁଡ଼ିକ ଛୋଟ ଛୋଟ କାଟିଛି ସେଥିପାଇଁ ମୁଁ ମୋର ବାଇଗଣ ଗୁଡ଼ିକ କମ୍ ତେଲରେ ଛଣା ହେଇଯାଉଛି। ସାଙ୍ଗମାନେ ଏଇ ହେଇଗଲା ବାଇଗଣି ପ୍ରସ୍ତୁତ। ଏବେ ଜାଣିଲେ ତ ମୁଁ କାହିଁକି ଛୋଟ ଛୋଟ ବାଇଗଣ କାଟିଥିଲି, କାରଣ କମ୍ ତେଲରେ ବାଇଗଣଟି ଛଣା ଯାଇପାରିବ। ତେବେ ଏତିକିରେ ରହିଲି ସାଙ୍ଗମାନେ। ଯଦି ମୋର ବାଇଗଣି ପ୍ରୋସେସ୍ ଭଲ ଲାଗୁଥାଏ ଲାଇକ୍ କରିବେ। ଜୟ ଜଗନ୍ନାଥ।